ଗଣତାନ୍ତ୍ରିକ ଓ ପ୍ରଭୁତ୍ୱବାଦୀ ଶାସନ ପଦ୍ଧତିର ତୁଳନା। ଗଣତନ୍ତ୍ରର ଅର୍ଥ। ଗଣତନ୍ତ୍ର ଏକ ଜନପ୍ରିୟ ଶବ୍ଦ ଯାହା ଗୋଟିଏ ଇନ୍ଦ୍ରଜାଲ ପରି ସମଗ୍ର ମାନବ ଜାତିକୁ ମୋହାବିଷ୍ଟ କରି ରଖିଛି। ଗଣତନ୍ତ୍ରର ଅର୍ଥ ବିଭିନ୍ନତା ଓ ତାହାର ପରିସରର ବ୍ୟାପକତା ଏପରି ଯେ ଊଣା ଅଧିକ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଓ ପ୍ରତ୍ୟେକ ମଣିଷ ନିଜକୁ ଗଣତନ୍ତ୍ରବାଦୀ ବୋଲି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦାବୀ କରନ୍ତି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଗଣତନ୍ତ୍ରର ମୌଳିକ ନୀତି ଓ ଆଦର୍ଶକୁ ବିରୋଧ କରୁଥିବା ଶକ୍ତି ବା କାରକମାନେ ମଧ୍ୟ ନିଜକୁ ଗଣତନ୍ତ୍ରର ପୂଜାରୀ ବୋଲି ଅଭିହିତ କରନ୍ତି। ସାମ୍ପ୍ରତିକ ସମୟରେ ଗଣତନ୍ତ୍ର ଏକ ଫ୍ୟାସନ୍ ଓ ଏକ ଉନ୍ମାଦରେ ପରିଣତ ହୋଇଛି। ଗଣତନ୍ତ୍ର କେବଳ ସରକାରର ଏକ ରୂପ ନୁହେଁ, ଏହା ମଧ୍ୟ ଜୀବନର ଏକ ପଥ ବା ଦର୍ଶନ। ମଣିଷର ସାମାଜିକ ପ୍ରକୃତି ମଧ୍ୟରେ ଗଣତନ୍ତ୍ରର ଆଦର୍ଶ ଅନ୍ତର୍ନିହିତ। ଗଣତନ୍ତ୍ରର ଇଂରାଜୀ ପ୍ରତିଶବ୍ଦ ହେଉଛି ଡେମୋକ୍ରେସି, ଯାହା ଡେମୋସ୍ ଓ କ୍ରାସିଆ ନାମକ ଦୁଇଟି ଗ୍ରୀକ୍ ଶବ୍ଦର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି। ଡେମୋସ୍ ଶବ୍ଦର ଅର୍ଥ ଲୋକ ଓ କ୍ରାସିଆ ଶବ୍ଦର ଅର୍ଥ କ୍ଷମତା। ତେଣୁ ଗଣତନ୍ତ୍ର ହେଉଛି ଏକ ସରକାର ବା ଶାସନ ବ୍ୟବସ୍ଥା ଯେଉଁଥିରେ ଲୋକମାନେ ବା ଜନସାଧାରଣ ହେଉଛନ୍ତି ସର୍ବସ୍ୱ କ୍ଷମତାର ଅଧିକାରୀ। ଶାସନ ବ୍ୟବସ୍ଥା ବା ସରକାର ଜନମତ ଉପରେ ପ୍ରତିଷ୍ଠିତ। ଫରାସୀ ଦାର୍ଶନିକ ରୁସୋଙ୍କ ଚିନ୍ତାଧାରା ଅନୁସାରେ ଗଣତନ୍ତ୍ରରେ ଜନମତ ବା ଜନତାର ବାଣୀକୁ ଈଶ୍ୱରଙ୍କ ବାଣୀ ସହ ସମାନ ବୋଲି ବିବେଚନା କରାଯାଏ। ପ୍ରଫେସର ସିଲିଙ୍କ ମତରେ ଗଣତନ୍ତ୍ର ହେଉଛି ଏକ ସରକାର ଯେଉଁଥିରେ ପ୍ରତ୍ୟେକ ଲୋକଙ୍କର ଭାଗ ରହିଛି। ଲର୍ଡ ବ୍ରାଇନ୍ସଙ୍କ ବିଚାରରେ ଗଣତନ୍ତ୍ର ବାସ୍ତବରେ ସମୁଦାୟ ଲୋକଙ୍କ ସେହି ଶାସନରୁ ଅଧିକ କିମ୍ବା କମକୁ ବୁଝାଏ ନାହିଁ ଯାହା ସେମାନେ ମତଦାନ ବଳରେ ନିଜର ସାର୍ବଭୌମ ଇଚ୍ଛାର ପରିପ୍ରକାଶ ଦ୍ୱାରା ପ୍ରତିଷ୍ଠିତ କରନ୍ତି। ପ୍ରଫେସର ଡାଇସିଙ୍କ ଦୃଷ୍ଟିରେ ଗଣତନ୍ତ୍ର ହେଉଛି ସରକାରର ଏକ ରୂପ ଯେଉଁଥିରେ ଶାସକ ଗୋଷ୍ଠୀ ତୁଳନାତ୍ମକ ଭାବେ ସମୁଦାୟ ଜନସଂଖ୍ୟାର ବହୁଳାଂଶକୁ ନେଇ ଗଠିତ। ଗଣତନ୍ତ୍ରରେ ଅତି ସରଳ ଓ ସର୍ବାଧିକ ପ୍ରଦାନ କରିବାକୁ ଯାଇ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ କହିଥିଲେ, ଗଣତନ୍ତ୍ର ହେଉଛି ଲୋକମାନଙ୍କର ଦ୍ୱାରା ଓ ଲୋକମାନଙ୍କ ପାଇଁ ସରକାର। କିନ୍ତୁ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ ଦୃଷ୍ଟିରେ ଗଣତନ୍ତ୍ର ଏକ ସୁସ୍ଥ, ସ୍ୱାଭାବିକ, ଉତ୍ତମ ଶାସନ ବ୍ୟବସ୍ଥା ନୁହେଁ, ବରଂ ଏହା ବହୁ ଲୋକଙ୍କ ଦ୍ୱାରା ଏକ ମନ୍ଦ, ବିକୃତ ବା ଭ୍ରଷ୍ଟ ଶାସନ। ତାଙ୍କ ମତରେ ଏହା ସେହି ସ୍ୱାଭାବିକ ଶାସନର ଅପଭ୍ରଂଶ ଯାହାର ନାମ ହେଉଛି ପଲିଟିକ୍ସ। ସେହିପରି ଫାଗେଟ୍ କହିଥିଲେ ଯେ ଗଣତନ୍ତ୍ର ହେଉଛି ଅଯୋଗ୍ୟତା ବା ଅସାମର୍ଥ୍ୟର ଜୟଗାନ। ଆଦ୍ୟାବସ୍ଥାରେ ଗଣତନ୍ତ୍ର ମୁଖ୍ୟତଃ ଏକ ରାଜନୈତିକ ସିଦ୍ଧାନ୍ତ ବା ତତ୍ତ୍ୱ ରୂପେ ବିବେଚିତ ହୋଇଥିଲା। ସମୟକ୍ରମେ ଏହା ସାମାଜିକ, ଅର୍ଥନୈତିକ ଓ ନୈତିକ ଦିଗକୁ ପରିବ୍ୟାପ୍ତ ହେଲା। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ସୃଷ୍ଟି ହୋଇଥିବା ଗଣତନ୍ତ୍ର ପଦ୍ଧତି ସପ୍ତଦଶ ଶତାବ୍ଦୀ ଇଂଲଣ୍ଡର ଗୌରବମୟ ବିପ୍ଳବ ସମୟରେ ଅଧିକ ବିକଶିତ ହୋଇଥିଲା। ଅଷ୍ଟାଦଶ ଶତାବ୍ଦୀରେ ଆମେରିକାର ସ୍ୱାଧୀନତା ଘୋଷଣା 1776 ଓ ଫରାସୀ ରାଷ୍ଟ୍ରବିପ୍ଳବ 1789 ଗଣତନ୍ତ୍ରର ନୀତି, ଆଦର୍ଶ ଓ ଭାବନାକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କଲା। ଊନବିଂଶ ଶତାବ୍ଦୀରେ ସମାଜବାଦୀ ତଥା ସାମ୍ୟବାଦୀ ଚିନ୍ତାଧାରାର ଉଦ୍ରେକ, ବିଂଶ ଶତାବ୍ଦୀରେ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାର ଅଧିକାଂଶ ପରାଧୀନ ଦେଶ ସାମ୍ରାଜ୍ୟବାଦ ଓ ଉପନିବେଶବାଦ କବଳରୁ ମୁକ୍ତ ହୋଇ ସ୍ୱାଧୀନ ତଥା ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମାନତା ଲାଭ କରିବା ଏବଂ ଏକବିଂଶ ଶତାବ୍ଦୀର ପ୍ରାରମ୍ଭ ସୁଦ୍ଧା ଜଗତୀକରଣ ଓ ଉଦାରୀକରଣର ପ୍ରାବଲ୍ୟ ଉପଲବ୍ଧ ହେବା ଗଣତନ୍ତ୍ରକୁ ଅଗ୍ରସର କରାଇଛି। ଗଣତନ୍ତ୍ରର 6ଟି ମୁଖ୍ୟ ଖମ୍ବ ଉପରେ ଦଣ୍ଡାୟମାନ। ସେଗୁଡ଼ିକ ହେଲା ଆଇନ, ସ୍ୱତନ୍ତ୍ରତା, ସମାନତା, ଅଧିକାର, ନ୍ୟାୟ ଓ ଭ୍ରାତୃଭାବ। ସାମାଜିକ ଗଣତନ୍ତ୍ର, ଅର୍ଥନୈତିକ ଗଣତନ୍ତ୍ର, ରାଜନୈତିକ ଗଣତନ୍ତ୍ର, ଶିଳ୍ପ ଗଣତନ୍ତ୍ର ଆଦି ହେଉଛନ୍ତି ମୌଳିକ ଗଣତନ୍ତ୍ର ସତ୍ତାର ବିଭିନ୍ନ ପରିପ୍ରକାଶ ମାତ୍ର। ଗ୍ରୀକମାନଙ୍କର ନଗର ରାଷ୍ଟ୍ର ବ୍ୟବସ୍ଥା ବାସ୍ତବରେ ଗଣତନ୍ତ୍ରର କାର୍ଯ୍ୟରୂପ ଥିଲା। ରୋମୀୟମାନେ ସମାନ ଓ ସର୍ବସ୍ୱ ଆଇନର ଅଧୀନ ଥିଲେ। ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଗଣତନ୍ତ୍ରର ଶାସ୍ତ୍ରୀୟ ବା ଉଦାରବାଦୀ ତତ୍ତ୍ୱ ବଳବତ୍ତର ଥିଲା। ଏହି ତତ୍ତ୍ୱ ପ୍ରତିନିଧିମୂଳକ ସରକାର, ସାମୟିକ ନିର୍ବାଚନ, ସାର୍ବଜନୀନ ମତଦାନ, ରାଜନୈତିକ ପ୍ରକ୍ରିୟାରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ, ମୌଳିକ ଅଧିକାର, ଆଇନର ଶାସନ, ସ୍ୱାଧୀନ ନ୍ୟାୟପାଳିକା ଆଦିରେ ବିଶ୍ୱାସ କରେ। ହବସ୍, ଲକ୍, ରୁସୋ, ବେନ୍ଥାମ, ଜେମ୍ସ ମିଲ୍, ଟି. ଏସ୍. ଗ୍ରୀନ୍ ଆଦି ଏହି ତତ୍ତ୍ୱର ପ୍ରବକ୍ତା ଥିଲେ। ବିଂଶ ଶତାବ୍ଦୀରେ ପରେଟୋ, ମସ୍କା, ମାଇକେଲ୍ସ, ବର୍ନହାମ ଆଦି ପ୍ରବକ୍ତାମାନେ ଗଣତନ୍ତ୍ରର ସମ୍ଭ୍ରାନ୍ତବାଦୀ ତତ୍ତ୍ୱ ବା ସର୍ବରାଷ୍ଟ୍ର ଗୋଷ୍ଠୀ ତତ୍ତ୍ୱ ପ୍ରଚଳନ
କରିଥିଲେ। ଏହି ତତ୍ତ୍ୱ ଅନୁସାରେ ଗଣତନ୍ତ୍ରରେ ଶାସନ କ୍ଷମତା ଜନସାଧାରଣଙ୍କ ହାତରେ ନ ରହି ଏକ କ୍ଷୁଦ୍ର ସଂଖ୍ୟାଲଘୁ ଗୋଷ୍ଠୀ ହାତରେ ରହେ। ଜନସାଧାରଣ କେବଳ ସେହି ଗୋଷ୍ଠୀକୁ ପରିବର୍ତ୍ତନ କରି ଅନ୍ୟ ଗୋଷ୍ଠୀକୁ କ୍ଷମତାସୀନ କରାଇପାରନ୍ତି, କିନ୍ତୁ ବାସ୍ତବ କ୍ଷମତା ଆହରଣ କରିପାରନ୍ତି ନାହିଁ। ପରବର୍ତ୍ତୀ ସମୟରେ ରବର୍ଟ ଡହଲ, ସାଟୋର୍ନ, ଏକ୍ସଟେନ୍, ବାର୍ଲସନ୍ ଆଦି ଗଣତନ୍ତ୍ରର ବହୁଳବାଦୀ ତତ୍ତ୍ୱ ପ୍ରଚଳନ କଲେ। ଏହି ତତ୍ତ୍ୱ ଅନୁସାରେ ରାଷ୍ଟ୍ରର ସମସ୍ତ ସାର୍ବଭୌମ କ୍ଷମତା କେବଳ ସରକାରଙ୍କ ନିକଟରେ ଠୁଳ ନ ହୋଇ ଅନ୍ୟାନ୍ୟ ସଂଘମାନଙ୍କ ମଧ୍ୟରେ ବି ଆବଣ୍ଟିତ ହେବା ଆବଶ୍ୟକ। ସରକାର ଜନସାଧାରଣଙ୍କ ଏକମାତ୍ର ପ୍ରତିନିଧି ନୁହେଁ। କାର୍ଲ ମାର୍କ୍ସ ଓ ଫ୍ରେଡରିକ୍ ଏଞ୍ଜେଲ୍ସଙ୍କ ଚିନ୍ତାଧାରାକୁ ଆଧାର କରି ଗଢ଼ି ଉଠିଥିବା ଗଣତନ୍ତ୍ରର ମାର୍କ୍ସବାଦୀ ତତ୍ତ୍ୱ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପରିବର୍ତ୍ତେ ଏକ ଗଣତାନ୍ତ୍ରିକ ସମାଜ ଗଠନ କରିବା ନିମନ୍ତେ ଅଧିକ ଆଗ୍ରହୀ। ସମାଜରୁ ଅର୍ଥନୈତିକ ଶୋଷଣ ଅସମତା ଦୂର କରି ଏକ ଶ୍ରେଣୀବିହୀନ ସମାଜ ଗଠନ କରିବା ଏହାର ଲକ୍ଷ୍ୟ। ଗଣତନ୍ତ୍ରର ରୂପରେଖ। ଗଣତନ୍ତ୍ରର ବିଭିନ୍ନ ରୂପ ନିମ୍ନରେ ବର୍ଣ୍ଣନା କରାଯାଇଛି। ପ୍ରଥମତଃ, ପ୍ରତ୍ୟକ୍ଷ ଗଣତନ୍ତ୍ର। ବିଶୁଦ୍ଧ ଗଣତନ୍ତ୍ର କହିଲେ ପ୍ରତ୍ୟକ୍ଷ ବା ସିଧାସଳଖ ଗଣତନ୍ତ୍ରକୁ ବୁଝାଏ। ଏହି ଗଣତନ୍ତ୍ରରେ ଜନସାଧାରଣ କେବଳ ସାର୍ବଭୌମ କ୍ଷମତାର ଅଧିକାରୀ ନୁହନ୍ତି, ସେମାନେ ମଧ୍ୟ ଏହି କ୍ଷମତାର ସିଧାସଳଖ ଉପଯୋଗକାରୀ। ଜନସାଧାରଣ ନିଜର ରାଜନୈତିକ କ୍ଷମତା କାହାରିକୁ ହସ୍ତାନ୍ତର ନ କରି ନିଜେ କାର୍ଯ୍ୟକାରୀ କରନ୍ତି ଓ ସିଧାସଳଖ ରାଷ୍ଟ୍ରର ଶାସନ ନୀତି ନିର୍ଦ୍ଧାରଣ କରନ୍ତି। ମୋଟ ଉପରେ ସରକାରଙ୍କ କାର୍ଯ୍ୟରେ ଜନସାଧାରଣଙ୍କ ପ୍ରତ୍ୟକ୍ଷ ବା ସିଧାସଳଖ ଅଂଶଗ୍ରହଣ ହେଉଛି ପ୍ରତ୍ୟକ୍ଷ ଗଣତନ୍ତ୍ରର ମୌଳିକ ନୀତି ଓ ଆଧାର। ପ୍ରତ୍ୟକ୍ଷ ଗଣତନ୍ତ୍ରର ଗୋଟିଏ ଅତ୍ୟୁତ୍ତମ ଉଦାହରଣ ହେଉଛି ଖ୍ରୀପୂ 4ଥ ଶତାବ୍ଦୀରେ ଦୃଶ୍ୟମାନ ପୁରାତନ ଆଥେନ୍ସର ଗଣତନ୍ତ୍ର। ଏହାକୁ ଏ ପର୍ଯ୍ୟନ୍ତ ଏକ ଶୁଦ୍ଧ ଅଥବା ଶାସନ କାର୍ଯ୍ୟରେ ଲୋକମାନଙ୍କ ଅଂଶଗ୍ରହଣ ଏକମାତ୍ର ଆଦର୍ଶ ପ୍ରଥା ଭାବରେ ଗ୍ରହଣ କରାଯାଏ। ଏହାର ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରତ୍ୟକ୍ଷ ଲୋକପ୍ରିୟ ଶାସନ ଥିଲା, ଯେଉଁଥିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମୂହ ବୈଠକ ମାଧ୍ୟମରେ ଗ୍ରହଣ କରାଯାଉଥିଲା। ବିଧାନସଭା କିମ୍ବା ଏକ୍ଲେସିଆରେ ଅଧିକାରଭୁକ୍ତ ସମସ୍ତ ନାଗରିକ ଶାସନ ସମ୍ପର୍କୀୟ ସକଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହି ବିଧାନସଭା ବର୍ଷକୁ 40 ଥର ବସିଥାଏ ଏବଂ ତା ପାଖରେ ପ୍ରସ୍ତାବିତ ବିଭିନ୍ନ ବିଷୟକୁ ବସ୍ତୁକୁ ସମାଧାନ କରିଥାଏ। ଯେତେବେଳେ ସର୍ବସାଧାରଣଙ୍କ କାର୍ଯ୍ୟାଳୟ ପାଇଁ ପୁନର୍କାଳୀନ ଅଧିକାରମାନଙ୍କ ଆବଶ୍ୟକ, ସେମାନେ ଗୁଳା ବା ଲଟେରୀ ମାଧ୍ୟମରେ ବଛା ଯାଇଥାନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ବଛା ହୋଇଥିବା କର୍ମଚାରୀମାନେ ବୃହତ୍ ଜନସମ୍ପ୍ରଦାୟର ଗୋଟିଏ ଅଂଶ ଥିଲେ। ଏହି ପଦବୀମାନ ସ୍ଥିର ନ ହୋଇ ବାରମ୍ବାର ଘୂର୍ଣ୍ଣାୟମାନ ଗତିରେ ପରିବର୍ତ୍ତିତ ହେଉଥିଲା, ଯାହାଫଳରେ ସମସ୍ତ ନାଗରିକ ଶାସନକଳର ସମସ୍ତ ଅନୁଭୂତି ପାଇପାରିବେ। 50 ଜଣ ନାଗରିକଙ୍କୁ ନେଇ ଗଠିତ ଏହି ପରିଷଦ ବିଧାନସଭାର କାର୍ଯ୍ୟପାଳିକା କିମ୍ବା ଚାଳକ ସମିତି ଭାବରେ କାର୍ଯ୍ୟ କରୁଥିଲା ଏବଂ 50 ଜଣିଆ ଏକ ଦୃଢ଼ ସମିତି ପରିଷଦକୁ ପ୍ରସ୍ତାବ ପଠାଇଥିଲା।